ଏକ ଘଞ୍ଚ ଜଙ୍ଗଲରେ ବିଭିନ୍ନ ପ୍ରକାରର ପଶୁ ରହୁଥିଲେ। ଭାଲୁ, କୁକୁର, କୁମ୍ଭୀର, ମୂଷା, ନେଉଳ, ବିଭିନ୍ନ ପ୍ରକାର ହାତୀ ସମସ୍ତେ ରହୁଥିଲେ ଆଉ ଖୁସିରେ ମଧ୍ୟ ଥିଲେ। ସେମାନେ ଖାଉଥିଲେ, ବୁଲୁଥିଲେ, ଖେଳୁଥିଲେ। ତାଙ୍କ ସେ ଛୋଟ ଜଙ୍ଗଲରେ ସେମାନେ ବହୁତ ଖୁସି ଥିଲେ। କିନ୍ତୁ ହଠାତ୍ ଦିନେ କ'ଣ ହେଲା ନା, ପ୍ରତ୍ୟେକ ରାତିରେ ଭୟାନକ ଆବାଜ ହୁଏ। ସେ ଭୟାନକ ଆବାଜରେ ନୀଳ କଲର ଆଖି ହେଇକି ଗୋଟେ ଗୁମ୍ଫା ଆଡ଼ୁ ବାହାରି ଆସେ। ଇ ମାଲୋ, ଏଠି ଯେମିତି ଭୟଙ୍କର ହେଲାଣି। ଇଲୋ ମା, ଏ ଯୋଉ ଗୁମ୍ଫାରୁ ଆସୁଛି ନେଳିଆ ନେଳିଆ ଆଖି। ତାର ହାତ କେବେ ତ ଗୋଡ଼ କେବେ। ଫଳ ଖାଉଛି, ଡାଳ ଖାଉଛି, ଗଛକୁ ଖାଇଦବ, ଆଗକୁ ମତେ ବି ଖାଇଦବ। ସେ ଭୂତ କତିରୁ ମତେ ବଞ୍ଚିବାକୁ ହବ, ନହେଲେ ସେ ମତେ ବି ଖାଇଦବ। ଭୟାନକ ଭୂତ। ଏମିତି ପରସ୍ପର ଭିତରେ ଭୟଙ୍କର ଆତଙ୍କ ମାଡ଼ିଗଲା। ଇ ମା, ଇଏ ଭୂତ କଥା ଶୁଣିକି ତ ମୋ ଛାତି ଧକ ଧକ ହେଲାଣି। ଆପରେ କ'ଣ ହବ? ମୁଁ ଯାଇ ପତ୍ର ଖାଉଥିନି, ସେ ପତ୍ର ବି ମିଳିବନି। ସେ କି ପ୍ରକାର ଭୂତ, ମତେ ବି ଖାଇଦବ। ପତ୍ର ଖାଉଛି, ତାପରେ ପରେ ମୋ ପାଳି। ମୁଁ ଏଠି କେମିତି ବଞ୍ଚିବି? ସେର ଭୟଙ୍କର ରୂପ। କେତେବେଳେ ପାଦ ଚିହ୍ନ ତ କେତେବେଳେ ହାତ ଚିହ୍ନ। ଏମାନେ ସବୁ କ'ଣ କହୁଛନ୍ତି? ଏମାନେ ସବୁ ବକବାସ କରୁଛନ୍ତି। କି ଭୂତ? ଏ ଆତଙ୍କ କଥାବାର୍ତ୍ତାରୁ ଆଙ୍କର ଆହୁରି ଭୂତର ଡର ସମସ୍ତଙ୍କୁ ହାରି ନେଇଗଲାଣି। ଆର ସତ୍ୟତା ମୁଁ ସମସ୍ତଙ୍କ ସାମ୍ନାକୁ ଆଣିକି ଦେଖେଇବି। କ'ଣ ଘଟଣା? ଏମାନେ କାହିଁକି ଡରୁଛନ୍ତି? କେଉଁଠୁ ଆଉଛି ସେ ଭୂତ? କୁଆଡ଼େ ଯାଉଛି? ଆଉ ରାତିରେ କି ଆବାଜ? ସେଇ ଗୁମ୍ଫା ପାଖରେ ମୁଁ ବସିମି ରାତିରେ, ଦେଖିମି ସେ ଆବାଜ କିଏ, ସେ ଭୂତ କିଏ। ସବୁ ମିଛ ବକବାସ କରୁଛନ୍ତି। ଏଡ଼େ ଏଡ଼େ ବଡ଼ ଶରୀର ପାଇଛନ୍ତି, ମୁଣ୍ଡରେ ବୁଦ୍ଧି ନାହିଁ। ମୁଁ ତ ଛୋଟିଆ ଜୀବଟେ, ମୋତେ ଖାଇଲେ କ'ଣ ତା ପେଟ ପୁରିବ? ଆର ନିଶ୍ଚିନ୍ତ ମୁଁ ସତ୍ୟତା। ଏହା କହି ଠେକୁଆ ସେଠୁ ଚାଲିଗଲା। ଆଉ ରାତି ହେଲା ପର୍ଯ୍ୟନ୍ତ ଅପେକ୍ଷା କଲା, ଏ ଭୂତ କ'ଣ କେଉଁଠୁ ଆଉଛି। ରାତି ହେଲା, ଠେକୁଆଟି ଯାଇକି ଗୁମ୍ଫା କରରେ ଲୁଚିକି ରହିଲା। ଦେଖିଲା କେଉଁଠି ଆବାଜ ଆଉଛି। ଧୀରେ ଧୀରେ ଆବାଜ ଆସିବାକୁ ଲାଗିଲା। ଠକ୍ 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 ଆବାଜ ହେଲା। ତାପରେ ଶୁ ଶୁ ଆବାଜ ହେଲା। ଠେକୁଆର ହାର୍ଟବିଟ୍ ଜୋରରେ ବଢ଼ିଗଲା। ଆଉ ସିଏ ଡରିବାକୁ ଲାଗିଲା। ସତରେ ନା କ'ଣ ଭୂତ ଆଇଲା? ସେଇଠୁ ଠେକୁଆଟି ଲୁଚିଗଲା। ଲୁଚିଯିବା ପରେ କିଛି ସମୟ ତା ଦେହ ଥରିବା ବନ୍ଦ ହେଲା ପରେ ଲୁଚିକି ରହିଲା। ଧୀରେ ଧୀରେ ସେ ବଣରୁ ବାହାରିଲା। ବଣରୁ ବାହାରିକି ଗୁମ୍ଫା ଆଡ଼କୁ ସେ ଭୂତଟା ପଶିବାକୁ ଲାଗିଲା। ଠେକୁଆଟି ଯେଉଁ ଲୁଚିକି ରହିଥିଲା, ସିଏ କହିଲା କି, ସତରେ ଆଜି ମୁଁ ମଲିଲୋ ମା, ଏ ଭୂତ ମୋତେ ଆଜି ନିଶ୍ଚିନ୍ତ ଖାଇଦବ। ମୁଁ ଆସିଥିନି ଦେଖିବା ପାଇଁ, ଇଏ ମୋତେ ତ ଖାଇକି ଛାଡ଼ିବ ନା କ'ଣ ଜଣା ପଡ଼ିଲାଣି। ଆଉ ମାଲୋ ମା, ତା ଆଖି କେମିତି? ଏହା କହି ଠେକୁଆଟି ଧୀରେ ସ୍ଥିରେ ପାଟି ନ କରି ଚୁପିକି ବସିଲା। ମନରେ ତାର ଇଚ୍ଛା ଥିଲା ଜାଣିବା ପାଇଁ ସେ ଗୁମ୍ଫା ଭିତରେ କ'ଣ ରହସ୍ୟ। ସେଇ ଗୁମ୍ଫାର ଆବାଜ ଠିକ୍ ସମୟ ହେଲା, ଗୁମ୍ଫା ଭିତରୁ ସେ ନେଳିଆ ଭୂତ ବାହାରିଲା। ଭୂତ ବାହାରି ଆସ୍ତେ 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 ଧୀରେ 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 ଗୁମ୍ଫା ଭିତରକୁ ପଶିବାକୁ ଲାଗିଲା। ତାକୁ ଦେଖି ଠେକୁଆଟି ଧୀରେ 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 ଗୁମ୍ଫା ସାଇଡ୍ ଆଡ଼କୁ ଲୁଚିବାକୁ ଲାଗିଲା। ସେ ନେଳିଆ ଭୂତ ଗୁମ୍ଫା ଭିତରେ କେଉଁଠି ହଜିଗଲା। ଏହା ଦେଖି ଠେକୁଆଟି ବହୁତ ଭୟଭୀତ ହେଇ ସିଏ ବି ଧୀରେ ଧୀରେ ଲୁଚିଗଲା। ସକାଳ ହେଲା ପର୍ଯ୍ୟନ୍ତ ଅପେକ୍ଷା କଲା। ମହାରାଜ ଜାଣିଛନ୍ତି, ସେ ଭୂତ ଦେଖିବାକୁ ମୁଁ କାଲି ସକାଳେ ଯାଇଥିଲି। ବହୁତ ଭୟଙ୍କର। ତା ଆଖି ଗୁଡ଼ା ନେଳିଆ ନେଳିଆ ଜଳୁଛି। ତା ହାତ ଗୋଡ଼ ମାଲୋ ମା, କାଳିଆ କାଳିଆ। ବହୁତ ଜୋର ଆବାଜ କରୁଛି ସିଏ। ମୁଁ ତ ବହୁତ ଡରିଗନି। ଡରି ସେ ଭୂତକୁ ଦେଖି ସେ ଗୁମ୍ଫା କରରେ ଲୁଚିକି ରହିଲି। ଆପଣ ଚାଲନ୍ତୁ ମୋ ସାଙ୍ଗରେ, ଦେଖିବେ ସେଠି କେମିତି ସେ ଭୂତ ବାହାରୁଛି ଆଉ ଆବାଜ କରୁଛି। ଏମିତି ନହେଲେ ସେ ଆମ ଦିନକୁ ସମସ୍ତଙ୍କୁ ଖାଇଦେବ। ଗଛ ଫଳମୂଳ ଖାଉଛି, ଆଗକୁ ଆମକୁ ବି ଖାଇଦେବ। ଆଚ୍ଛା, ଏତେ ବଡ଼ ସାହସ ସେ ଭୂତର? ଚାଲ ଯିବା, ଆଜି ରାତି ହଉ ସମସ୍ତଙ୍କୁ ଡାକିବୁ। ସେଠି ଯାଇକି ମୁଁ ପହଞ୍ଚିମି।
ଦେଖିମି ସେ ଭୂତ କେଉଁଠୁ ଆଉଛି ଆଉ କୁଆଡ଼େ ଯାଉଛି। ଏହା କହି ସମସ୍ତ ପଶୁ ଗୁମ୍ଫାର କରରେ ଲୁଚିକି ରହିଲେ। ଅନ୍ଧାର ଥାଏ, ଗୁମ୍ଫା ବି ବହୁତ ଅନ୍ଧାର ଥାଏ, ଆଉ ଆବାଜ ତ ବହୁତ ଭୟଙ୍କର ହେଉଥାଏ। ସବୁ ପଶୁ ଡରିକି ସାଇଡ଼ରେ ଲୁଚିକି ରହିଲେ। ହେଲେ ସିଂହ ରାଜା ଆଗକୁ ବାହାରିକି ରହିଲା। ଦେଖିଲା, ଆଚ୍ଛା କିଏ ସେ? କିଏ ସେଠି? କ'ଣ ସେଠି କରୁଛୁ? କ'ଣ ପାଇଁ ଆଇଛୁ ଏଠି? ସିଂହର ଆବାଜ ଶୁଣି ସେ ନେଳିଆ ଭୂତ ଧୀରେ ଧୀରେ ଭିତରକୁ ଦୌଡ଼ିବାକୁ ଲାଗିଲା। ସେ ଥରିକି ଗୋଟା ପୁଣି ଲୁଚିବାକୁ ଲାଗିଲା। ହେଲେ ଭାଗ୍ୟବଶତଃ ସେ ଭୂତଟି ଲୁଚିବା ଜାଗାରେ ଦୌଡ଼ୁ ଦୌଡ଼ୁ ଖାଲରେ ପଡ଼ିଗଲା। ଖାଲରେ ଯେତେବେଳେ ପଡ଼ିଗଲା ସବୁ ପଶୁମାନେ ତାକୁ ମାଡ଼ି ବସିଲେ। ସିଂହ ରାଜା ରାଗି ଯାଇକି, କିଏ? ଦେଖିଲା ବେଳକୁ ସେଟା ଶିଆଳ ଥିଲା। ମୋତେ କ୍ଷମା କର, ମୋତେ କ୍ଷମା କର ମହାରାଜ। ତତେ ପୁଣି କ୍ଷମା? ତୁ ଏଠି କାହିଁ ଡରଉଥିଲୁ ଆମକୁ? ତୋର ଏଡ଼େ ବଡ଼ ସାହସ, ମୋ ଏରିଆରେ ରହି ତୁ ମୋତେ ଡରେଇବୁ? ଏମିତି ଭୂତ ରୂପ ନେଇ ତୁ ଲୁଚିକି ଆମକୁ ଡରଉଛୁ? ନାଇଁ ନାଇଁ ମହାରାଜ, ମୁଁ ଡରଉନି। ମୋ ଆଖିରେ ଜୁଳୁଜୁଳିଆ ପୋକ ରହିବାରୁ ମୋ ନେଳିଆ ଦେଖାଯାଉଥିଲି, ଆଉ ସମସ୍ତେ ମୋତେ ଡରୁଥିଲେ। ମୁଁ ସେଇ ଫାଇଦା ନେଇକି ସମସ୍ତଙ୍କୁ ଡରଉଥିଲି। ମୋତେ କ୍ଷମା କରିଦିଅ। ସେଇଠୁ ହରିଣ କହିଲା, ଆଲୋ ଆଲୋ, ଏଇ ଶିଆଳଟା ଆମକୁ ଡରଉଥିଲା। ଆରେ ଏତେ ବଡ଼ ସାହସ, ଆମେ ତାକୁ ଡରୁଥିଲୁ। ଏହି ଡର ଭୟରେ ସମସ୍ତେ ଠେକୁଆକୁ ସାବାସି ଜଣେଇଲେ, କାହିଁକି ତାର ସାହସ ଗୁଣରୁ ଆଜି ସତ ସାମ୍ନାକୁ ଆସିଲା। ସେଥିପାଇଁ କୁହନ୍ତି, ଆଖିରେ ଦେଖିନଥିବା, କାନରେ ଶୁଣିନଥିବା କଥାକୁ କେବେ କାହା କଥାକୁ ବିଶ୍ୱାସ କରିବାନି। ତାହାର ସତ୍ୟତା କ'ଣ ନିଜେ ଖୋଜିକି ସାହସର ସହିତ ବାନ୍ଧି ହେଇକି ଖୋଜିବାକୁ ପଡ଼ିବ। ଆଉ ନିଜର ସାହସ ଆଉ ଧୈର୍ଯ୍ୟ ଶକ୍ତି, ଇଚ୍ଛା ଶକ୍ତି ଥିଲେ ଯେକୌଣସି ଅସମ୍ଭବ କାମକୁ ବି ସମ୍ଭବ କରିପାରିବେ। ସେଥିପାଇଁ ଠେକୁଆର ସାହସକୁ ବଣରେ ସମସ୍ତେ ତାକୁ ସାବାସି ଜଣେଇଲେ। ଆପଣ ମଧ୍ୟ ଯେକୌଣସି ଦେଖିନଥିବେ କି ଶୁଣିନଥିବେ ସେ କଥାକୁ କେବେ ବି ବିଶ୍ୱାସ କରିବେନି। ଜୟ ଜଗନ୍ନାଥ।